আজি আমি সমস্তে এଠାରେ একাଠି ହେଇଛୁ। ମୋର ଆଜି ଓଡ଼ିଶା ଟୁର୍ର ଶେଷ ଦିନ, ତେଣୁ ସବିତା ଭଲ ଭଲ ଖାନା ବନେଇକି ସମସ୍ତଙ୍କୁ ଆଜି ଏକାଠି କରେଇଛି। ଭାରି ଖୁସି ଲାଗିଲା। ବହୁତ ଦିନ ପରେ ସ୍ୱାଦିଷ୍ଟ ଭୋଜନ ଖାଇବା ମିଳିଲା ସବିତା ହାତରୁ, ସବିତା କିଚେନ୍ରୁ। ବହୁତ ସୁନ୍ଦର ଲାଗିଲା। ଆମର ଆଉ ବଡ଼ ଭଣଜା ଆଉ ବୋଉ ମଧ୍ୟ ଆସିବେ, ଆସିନାହାନ୍ତି ବର୍ତ୍ତମାନ। ଆଉ ଅନ୍ୟ ଲୋକ ଦୁଇ ଜଣ ଛାଡ଼ିକିରି ଆମେ ସବୁ ଏକାଠି ହେଇଛୁ। ଆମର ରିଙ୍କି ସାନ ଭଣଜା ବୋଉ, ସେ ଟିକେ ଅସୁସ୍ଥ ହେଇଯାଇଛି କିଛି ଦିନ ହେଲା। ଗୋଟେ ସ୍କୁଟିରୁ ପଡ଼ିଯାଇଥିଲା, ତାର ଟିକେ ଖଣ୍ଡଟା ଚୋଟ ଲାଗିଛି, କିନ୍ତୁ ସେ ଅଛି ଏକଦମ ମଜବୁତ ଅଛି। ଶିକ୍ଷା ପାଇଁ ପୁରା ମଜବୁତ, ସାଥରେ ସେ ନିଜକୁ କଣ୍ଟ୍ରୋଲ କରିଛି। ଭଗବାନ କରନ୍ତୁ ତାର ସ୍ୱାସ୍ଥ୍ୟ ଜଲ୍ଦି ଠିକ୍ ହେଇଯାଉ। ସେ ଠିକ୍ ହେଇଥିଲେ ଆମକୁ ଆଉ ସେ ତା ହାତର ଖାନା ମିଳିଥାନ୍ତା, କିନ୍ତୁ ଦୁର୍ଭାଗ୍ୟବଶତଃ ତା ହାତର ଖାନା ଏଇଥର ମିଳିଲାନି। ଆମେ ମିସ୍ କରୁଛୁ ରିଙ୍କିକି। ସେଇଟା ସବିତା କିଚେନ୍ଟି ସୁଟ୍ କରେ, ସବିତା କିଚେନ୍ଟା ମମ୍ମି କି ଦେଖା ଦେଖ ହେଲେ ଦେଖିପାରିଲେ। ଆଉ ସବିତା ଗରମ ଗରମ ଜିନିଷ ସେଥିପାଇଁ ସବିତାକୁ ମୋ ତରଫରୁ ବହୁତ ବହୁତ ଧନ୍ୟବାଦ। ଭଗବାନ ତାର ମଙ୍ଗଳ କରନ୍ତୁ। ତାର ସବିତା କିଚେନ୍ ଭବିଷ୍ୟତରେ ଆହୁରି ଆଗକୁ ଉନ୍ନତି ହଉ, ଭଲ ଭଲ ଅର୍ଡ଼ର ମିଳୁ, ତାର ବ୍ୟବସ୍ଥାରେ ଉନ୍ନତି। ଓକେ, ବାଏ ବାଏ ଗାଇସ୍, ଥ୍ୟାଙ୍କ ୟୁ।